ସବୁଠାରୁ ନିଆରା ସମ୍ପର୍କ ହେଲା ଭାଇ ଭାଇ ବା ଭାଇ ଭଉଣୀ ବା ଭଉଣୀ ଭଉଣୀ। ସବୁଠାରୁ ମଧୁର ସମ୍ପର୍କ ଭଉଣୀ ଭଉଣୀ। କାହିଁକି ଏ କଥା କହିଲି? ଭାଇ ଭାଇ କଥା ଯେତେବେଳେ ଉଠେ ସେତେବେଳେ ଆମେ ସମସ୍ତେ ଜାଣିଛେ ଭାଇ ଜମିବାଡ଼ି ହଉ କି କିଛି ବି ହଉ ଭାଗ ବଣ୍ଟାକୁ ନେଇ ବିବାଦ ଆସିଥାଏ। ଭାଇ ଭଉଣୀର ସମ୍ପର୍କ ସେମିତି ଦବା ନବାକୁ ନେଇ ବହୁତ କଥା ଉଠିଥାଏ। ଭଉଣୀ ଭଉଣୀ ଯାହାକି ସମାଜରେ ସବୁଠାରୁ ମଧୁର। ମୁଁ କାହିଁକି ଏ କଥା କହୁଛି? ଯେଉଁମାନେ ଭଉଣୀ ଭଉଣୀ ସମ୍ପର୍କ ଭାବନ୍ତୁ ଦୂରରେ ଥାଉ କି ପାଖରେ ଥାଉ, ସେମାନେ କିଛି ଚାହାନ୍ତିନି। ଜମିବାଡ଼ି ହଉ ଭାଗ ବାଣ୍ଟ ହଉ କି ନବା ଦବାର ହଉ, ଏସବୁରେ କିଛି ମତଲବ ନଥାଏ। କେବଳ ସୁଖ ଆଉ ଦୁଃଖ, ନିଜର ସିକ୍ରେଟ୍ ଆଉ ସବୁ କିଛି, ହସ ଆଉ ଲୁହ, ସବୁ କିଛି ଗୋଟେ ଭଉଣୀ ତା ଭଉଣୀ ଆଗରେ ସବୁ କିଛି ସେୟାର କରିଥାଏ। ଯେମିତି ତା ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷ ବି ଯେତେ ହଉନା କାହିଁ ତମେ ବାହାରେ କାହା ଆଗରେ କହିଥାଅ, ସେ କଥା ଲିକ୍ କରିଯିବ, କିନ୍ତୁ ତମ ଭଉଣୀ ଆଗରେ କହିଥାଅ ନା, ସେ କଥା ଏଇ ତୁଣ୍ଡରୁ ପଦାକୁ ବି ବାହାରିବନି। ଠିକ୍ କହିଲି ନା? ସେଥିପାଇଁ ଭଉଣୀ ଭଉଣୀ ସମ୍ପର୍କ ସବୁଠୁ ମଧୁର। ଠିକ୍ କହିଲି ନା? ଭିଡ଼ିଓ ଭଲ ଲାଗିଲେ ନିଶ୍ଚୟ ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।